अनंत संसार महासमुद्रे मग्नान समभ्युधर वासुदेव अनंत रूपेण विनिज जयस्व अनंत रूपाय नमो नमस्ते। मन्नाथ श्री जगन्नाथ मधुगुरु श्री जगत गुरु मदात्मा सर्वभूतात्मा तस्मै श्री गुरवे नमो नमः। जय जगन्नाथ जय जगन्नाथ जय जगन्नाथ जय जगन्नाथ। सर्वप्रथमे इष्टमूर्ति ठाकुर श्री श्री शिशुनंद महाप्रभु अभय चरणारविंद शतकोटी भक्तिपूत प्रणाम निवेदन समर्पण करुअछि। प्रातस्मरणीय सद्गुरुदेव परमहंस पद्मश्री श्रीमद बाबा बलियांकर अभय चरणारविंद शतकोटी भक्तिपूत प्रणाम निवेदन करुअछि तथा समस्त भक्त विद्वान ब्राह्मण वैष्णव पंडित समस्त को से नररूपी नारायण को भगवान दिव्य स्वरूप शतकोटी प्रणाम निवेदन करुछि तथा विश्वर कल्याण पाई से भगवान पाखरे प्रार्थना करुछि। श्रीमद भागवत कहती भागवतर गोटे पद अच्छे आपना हस्ते जिह्वा छेदी के तार अछि प्रतिवादी गोविंद 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 पदुगलुछि मकरंद से मकरंद पान करी आनंदे बोलो हरि हरि आनंदे कबार हरि 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 बोल कहले आपना हस्ते जिह्वा छेदी के तार अछि प्रतिवादी। दिनकर घटना दुई जन सांग थिले जे दुई जनक सांग भितरे जणे थिले निष्ठावान संस्कारी आउ कौन धर्म कर्म रे मन अछि धार्मिक व्यक्ति थिले। आउ जने सांग तार निज परिश्रम करी कर्म करी तार परिवार को से चलाए। आउ जो तार आर सांगटी थिले से सांग जनक कौन करुचंती ना तार अछि जे पर धन को चोरी करी बा पर धन रे आनिक से संसार को चलेबो से काहा को मानिबो निजे परिश्रम करिवनी के रखिजनी के चोरी करबा के नारी करबा के परिवार अछि कोठी का घरे टंका पैसा अछि एमिति जीवा किछि तांको दळ उठे करिसंती तांकरी भितरे चोरी करबे चोरी करंती ई साधु जनक तांकर बापा माँ सेवा करंती चाष करंती जे पिला मानक कथा बुझंती एई भलिया करू करू सी जानुची जे भाई सांगटी आज तळकू खसी जाउची तेणु ई कथा जते बेले चिंता करिसंती तेणु ये सांग जनक दिने मने चिंता कला सांग को टिके सद बुद्धि दबा सद ज्ञान दबा ई कथा हमर जो भागवतर कथा अछंती जे विद्या टोई महाधन बालके कर उपार्जन जे महाधन ये जो चोरी करुची परधन को महाधन होची विद्या वेद कहउचंती सा विद्या जा विमुक्त प्रकृत विद्या सी जे मुक्ति प्रदान करती सी होची आध्यात्मिक विद्या। तेणु सतरे निष्ठारे केमिति धन अर्जन करिवो तेणु सही कथा मध्य भागवत हमर सुंदर भाव रे कहउचंती कहले धन अर्जने धर्म करी धने प्राप्त नरहरि धन अर्जने धर्म करी
ଧନେ ପ୍ରାପତ ନରହରି କହିଲେ ଧର୍ମ ରୂପକ ଧନକୁ ଅର୍ଜନ କଲେ ତେଣୁ ଭଗବାନ ପ୍ରୀତି ହେବେ ବା ଭଗବାନଙ୍କୁ ମିଳିପାରିବେ। ଧନ ପ୍ରାପତେ ନରହରି ଏ କଥା ଚିନ୍ତା କରି ଆଜି କ'ଣ କରୁଛନ୍ତି ନା ଏ ଭାଇ ତାର ସାଙ୍ଗ ଭାଇଟି ସେ ଦିନେ ଡାକିଲା, ଭାଇ ଶୁଣ, କହିଲେ ହରି ଶୁଣ, ଯଦୁ ଡାକୁଛନ୍ତି ଏ ହରି ଶୁଣ ବା। ନା କ'ଣ ସାଙ୍ଗ କହୁନା, ତୋର ତ ଯାଉ ଧର୍ମ କାମରେ ଭଲରେ ରହିଛୁ, ଆଉ ତୋର କ'ଣ? ନା ମୁଁ ବି ଭଲ ରହିଛି। ଏ ଚୋର ଭାଇ ହରି କହୁଛି, ମୁଁ ବି ବହୁତ ଆନନ୍ଦରେ ଅଛି। କ'ଣ? ନା ଭଲ, ଟଙ୍କା ପଇସା ଦେଖୁନୁ ଗାଡ଼ି ଗୁଡ଼ା କେମିତି କରିଛୁ। ନା ଏମିତି, ମୋର ଚୋରି ମାନେ କିଏ ଏତେ କାମ କରିବ ଇଏ କରିବ, ମୁଁ ଯାଉଛି ଚୋରି କରିବା ପାଇଁ, ଚୋରି କଲି ଆଣିଲି ଖାଇଲି, ପର ଧନକୁ ଜବରଦସ୍ତ କରିକି ଆଣିବି ଆଉ। ଇଏ କହିଲେ ଭାଇରେ ଚୋରି କରିବା ମହାପାପ, ତା ଧନକୁ ଜବରଦସ୍ତ ଚୋରି କରିବା ମହାପାପ, ଅପରାଧ, ନରକକୁ ଯିବାକୁ ହବ। ଯେତେବେଳେ ଏଇ କଥାଟି କହିଛନ୍ତି ଶେଷରେ କ'ଣ ହେଇଛନ୍ତି ନା ଭାଇ ଦେଖ ଏଇଟା କାହିଁକି ଅପରାଧ, ବୟସ ଅଛି, ଆସ୍ତେ ଆସ୍ତେ ତୁ ଚୋରି କରୁଛୁ, ବୟସ କାହା ପାଖରେ ଯେ ଧରା ପଡ଼ିବୁ ତୋତେ ପୋଲିସରେ ଦେବେ, ତୋତେ ପୋଲିସରେ ନେଇକି ବାନ୍ଧିବେ, ବାଡ଼ି ଧରିକି ତୁମକୁ ବାଡ଼େଇବେ। ଏଇଭଳିଆ ଯେତେ ଚିନ୍ତା କରୁଛି, ଯେତେ ବୁଝେଇଲା ଇଏ ତା ସାଙ୍ଗ ଆଉ ବୁଝିଲା ନାହିଁ, ଫେଲ୍ ହେଇଗଲେ। ତେଣୁ ସେ ଚାଲିଲେ। ଯେତେବେଳେ ଯାଇଛନ୍ତି, ଯାଇ ପହଞ୍ଚିଗଲେ, ତେଣୁ ଘରକୁ ଗଲେ। ତାପରେ ଇଏ ସାଙ୍ଗ ଜଣକ କ'ଣ କରୁଛନ୍ତି, କିଛି 4-5 ଜଣକ ଭିତରେ ଯେ କଥା ହେଲା, ଆଜି ସେ ଗ୍ରାମରେ ସେଇଠି ଗୋଟେ ଧନୀ ଲୋକ ଅଛନ୍ତି, ପ୍ରକାଣ୍ଡ ଧନୀ ଲୋକ, ତାର ବହୁ ଧନ ଧାନ୍ୟ, ଟଙ୍କା ପଇସା, ଚାଉଳ ସୁନା ଗଣା ବହୁତ ଅଛି। ତେଣୁ ଯିବା ତାଙ୍କ ଘରକୁ ଚୋରି କରିବା ପାଇଁ। ତେଣୁ ଏ କଥା ଚୋରି କରିବା କଥା ଯେତେବେଳେ ହେଲା, ଚିନ୍ତା କରୁଛନ୍ତି ଯେ ଚୋରି ତ କରିବା। ଏଇ କଥାଟି କଥା ହଉ ହଉ କୌଣସି ଏକ ବିଶେଷ ସୂତ୍ରରୁ ସେ ଯାହା ଘର ମାନେ ଚୋରି ହବ ସେ ଧନୀ ଲୋକ ଜାଣିଲା। ଯେତେବେଳେ ଧନୀ ଲୋକଟି ଜାଣିଲା, ତେଣୁ ସେ ସତର୍କ ହେଲା। ଘରେ ସବୁ ଶୁଆଶୁଇ ହେଇଗଲେ, ଚୁପଚାପ ସେ କ'ଣ କରୁଛନ୍ତି ନା ସେ ଘର ଚାରି ପାଖରେ, ସେ ତାଙ୍କ ଘର ଭିତରେ ସବୁ ରୁମ୍ରେ, ସେ ରାତିରେ ସବୁ ଘର ଛୁଆ ପିଲା ଏସବୁ ଶୋଇଗଲା ପରେ ସେ ପ୍ରହରା କରୁଛନ୍ତି ଆଉ କେଉଁଠି ଚୋର ପଶିବ। ତେଣୁ ଯେତେବେଳେ ଅର୍ଦ୍ଧରାତ୍ରି ହେଇଯାଇଛି, ଠିକ୍ 12ଟା 1ଟା ହେଇଯାଇଛି, 1 ହେଇଯାଇଛି, ଏହି ସମୟରେ କ'ଣ କରିଛନ୍ତି ନା ଚୋରମାନେ ଆସିଛନ୍ତି ଚୋର କରିବା ପାଇଁ। ଯେତେବେଳେ ଚୋରି କରିବା ପାଇଁ ଆସିଛନ୍ତି, ଦେଖିଦେଲେ, ଚୋରି କରିବା ପାଇଁ ଆସିଛନ୍ତି, ଦେଖିଦେଲେ ଯେ ସବୁ ଶୋଇ ଯାଇଛନ୍ତି, ଗଲେ ସେ ଗୋଟେ ସିନ୍ଧୁ କଲେ, ଗୋଟେ ସିନ୍ଧୁରେ କାଠିରେ ସେ ତାଙ୍କର କାନ୍ଥକୁ କଣା କଲେ। ଯେତେବେଳେ ଠକ୍ ଠାକ୍ କ'ଣ କରୁଛନ୍ତି, ସେ ଭିତରେ ଯେଉଁ ଧନୀର ଲୋକଟି ସେ ଘରେ ବୁଲୁଥିଲା, ଦେଖିଲା ଯେ ଏଇ ରୁମ୍ରେ ସେ ଠକ୍ ଠାକ୍ କରୁଛନ୍ତି। ତା ଯେଉଁ ରୁମ୍ରେ ସେ ଆମର ଧନୀ ଲୋକଟି ଶୋଇଥିଲେ, ସେ ଦେଖିଦେଲେ ଏଇ ରୁମ୍ରେ ସେ ଅଛି। ତେଣୁ ସେଠି କ'ଣ କଲେ ନା ସେ ଭିତରୁ ଯେତେବେଳେ କଣା କଲେ, ସେ ଲାଇଟ୍ ବନ୍ଦ କରିଦେଇକି ଚୁପ୍ କିନା ସେଇ କଣରେ ଯୋଉଠି ଗାତ କରୁଛନ୍ତି ସେ ପାଖରେ ଛିଡ଼ା ହେଇଛି ଗୋଟେ ବିରାଟ ଠେଙ୍ଗାଟିଏ ଧରିକି। ତେଣୁ ଯେତେବେଳେ ଠେଙ୍ଗାଟିଏ ଧରିଛି, ଶେଷରେ କ'ଣ କରିଛନ୍ତି ନା ଯେତେବେଳେ ଠେଙ୍ଗା ଧଇଲେ, ଇଏ ପୁରା ଗାତ ହେଇଗଲା। ତାପରେ ସେଇ ଚୋର ଜଣକ 5 ଜଣ ଭିତରେ ସେଇ ଯେଉଁ ସାଙ୍ଗର, ତାର ଯେଉଁ ସାଧୁ ବା ସଂସ୍କାରୀ ସାଙ୍ଗର ହେଉଛି ସାଙ୍ଗ, ନିଜେ କହିଲା ମୁଁ ଆଗେ ପଶେ। ତେଣୁ ସେ କଣା ହେଇଗଲା ପରେ ସେ କଣା ଭିତରେ ଆଜି ପଶୁଛନ୍ତି। ଯେତେବେଳେ କଣା ଭିତରେ ପଶିଛନ୍ତି, ଏହି ସମୟରେ ମଥାଟାକୁ ବାହାର କରିକି ଯେତେବେଳେ ଭିତରକୁ ପଶିଛନ୍ତି, ଅଧା ମଥା ବାହାରିଛି। ପାଖରେ ସେ ଧନୀ ଲୋକ ଛିଡ଼ା ହେଇଥିଲା, ଗୋଟିଏ ଠେଙ୍ଗାଟେ ଧରିଥିଲା। ଠେଙ୍ଗାଟେ କ'ଣ ହେଇଛି ନା ଏକଦମ ଠେଙ୍ଗାଟେ ଠାକିନା ତା ମଥାରେ ପିଟି ଦେଲା। ଯେତେବେଳେ ମଥାଟି ପିଟି ଦେଇଛି, ଶେଷରେ କ'ଣ ହେଇଛନ୍ତି ନା ମଥାଟି ଫାଟି ଯାଇଛି, ରକ୍ତାକ୍ତ ହେଇଛି। ସେଇଠି ସେ ଚୋର ଜଣକ ମରିଯାଇଛି, ମୃତ୍ୟୁବରଣ କଲା। ତେଣୁ ହେ ପିଲାମାନେ, ହେ ପିଲେ, ତୁମେ ଏଇଆ ଶିଖ ଯେ ପ୍ରକୃତ ସତ କର୍ମ, ସତ ଧନ, ସତ କଥା କରିବା ପାଇଁ ଆମ ଭାଗବତ ସେଇଥିପାଇଁ କହୁଛନ୍ତି, ତୁମେ ଭଲ ମଣିଷଟିଏ ହୁଅ, ସୁନ୍ଦର ପିଲାଟିଏ ହୁଅ, ଆଗାମୀ ଦେଶ ପାଇଁ ତୁମେ ଭବିଷ୍ୟତ। ତେଣୁ ପ୍ରକୃତରେ ଏଇଭଳିଆ ନିଷ୍ଠାଯୁକ୍ତ ତୁମେ ହେବା ଦରକାର, ସଂସ୍କାରୀ ହେବା ଦରକାର। ଚୋର ଭଳିଆ ଯଦି ଆମେ କାମ କରିବା, ତେଣୁ ସେ ଚୋରର ଯେମିତି ମୃତ୍ୟୁବରଣ ହେଲା, ଆମର ମଧ୍ୟ ମୃତ୍ୟୁବରଣ ହେବ, ଜୀବନ ନରକକୁ ଯିବ। ସେଇଥିପାଇଁ ଭାଗବତ କହୁଛନ୍ତି। ତେଣୁ ଜୀବନରେ ଏଇଆ ଶିଖିବାକୁ ହେବ, ଆମକୁ ସତ କର୍ମ, ସତ ଯେ ଧର୍ମ ରୂପକ ଧନ, ବିଦ୍ୟା ରୂପକ ଧନକୁ ସୁନ୍ଦର ଭାବରେ ଅର୍ଜନ କରିବାକୁ ହେବ। ନଚେତ୍
आमे चर भाव जदि ता जे ग्रहण करिबा तेणु आमको निम्नगति हवाको हब। तेणु भागवत जे कहउचंती जे के तार अचंती जे प्रतिवादी। जय गुरु जय शिशु अनंत। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शान्ति 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 ओम।